ଦେଶୀ ମଦ ଜବତ, ବେପାରୀ ଗିରଫ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ରଣାମୁଣ୍ଡଳି ଛକ ଦେଇ ମଦ ବେପାରୀ ଏକ ବାଇକ୍ ଯୋଗେ ଦେଶୀ ମଦ ନେଇ ଯାଉଥିବା ସମୟରେ ଅବକାରୀ ବିଭାଗ ଚଢ଼ାଉ କରି 80 ଲିଟର ଦେଶୀ ମଦ ଜବତ କରିବା ସହ ସମ୍ପୃକ୍ତ ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଏହି ଥାନା ଅଧୀନ କୁଶଡ଼ିଆ ଗ୍ରାମର ରଜନୀକାନ୍ତ ବେହେରା। ସୂଚନା ଅନୁସାରେ ରଜନୀକାନ୍ତ ଆଜି ଉକ୍ତ ଛକ ଦେଇ ଦେଶୀ ମଦ ନେଇ ଯାଉଥିବା କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରିଣୀ ପ୍ରଜ୍ଞାପ୍ରିୟା ନାୟକ ସଦଳ ବଳେ ଚଢ଼ାଉ କରି ସମ୍ପୃକ୍ତ ଯୁବକକୁ ଗିରଫ କରିଥିବା ବେଳେ ଏକ ବାଇକ୍ ସହ 80 ଲିଟର ଦେଶୀ ମଦ ଜବତ ହୋଇଛି। ଏ ସଂକ୍ରାନ୍ତରେ 104/25 ମୂଳେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।